ବ୍ୟବଚ୍ଛେଦ କରିବା କିନ୍ତୁ ତାକୁ ମାନେ ସାହିତ୍ୟ ଗବେଷଣା को ବ୍ୟବଚ୍ଛେଦ କରାଯାଇ ପାରିବ ନାହିଁ ଏବଂ କେବଳ ବୁଦ୍ଧିର ସାହାଯ୍ୟ ନେଇ ସାହିତ୍ୟର ଆବେଦନକୁ ମଧ୍ୟ ଉପଲବ୍ଧି କରାଯାଇ ପାରିବ ନାହିଁ। ସେଥିପାଇଁ ବୁଦ୍ଧିବାଦୀ ଅବବୋଧ ଅପେକ୍ଷା ଅଧିକ ସମ୍ବେଗ ଏବଂ ସୃଜନାତ୍ମକ ଅବବୋଧ ସାହିତ୍ୟିକ ଗବେଷଣାରେ ଗୁରୁତ୍ୱର ପାଇଥାଏ। ଏବଂ ଆଉ ଗୋଟେ କଥା ହେଉଛି ମାନେ ଯୁଗ ଭେଦରେ ସାହିତ୍ୟ ଦର୍ଶ ସବୁବେଳେ ପରିବର୍ତ୍ତିତ ହେଇଥାଏ ଏବଂ ସମାଲୋଚନାର ମଧ୍ୟ ପ୍ରକାର ଏବଂ ପରିଭାଷା ମଧ୍ୟ ପରିବର୍ତ୍ତିତ ହେଇଯାଏ। କାରଣ ଶାରଳା ଦାସଙ୍କ ସମୟରେ ଯୋଉ ସାହିତ୍ୟରେ ସେ ଆହୁରି ପରିବର୍ତ୍ତିତ ହେଉଛି, ଆଧୁନିକ ସାହିତ୍ୟରେ ସେ ପରିବର୍ତ୍ତିତ ହେଇଛି। ତେଣୁ ଶାରଳା ସାହିତ୍ୟକୁ ଆମେ ଯୋଉ ଦୃଷ୍ଟିଭଙ୍ଗୀ ନେଇ ଦେଖିବା, ମଧ୍ୟକାଳୀନ ସାହିତ୍ୟକୁ ଆମେ ସେଇ ଦୃଷ୍ଟିଭଙ୍ଗୀ ନେଇ ଦେଖିପାରିବା ନାହିଁ, କିମ୍ବା ଆମେ ଯେତେବେଳେ ଆଧୁନିକ ସାହିତ୍ୟ ପାଖକୁ ଆସୁଛେ ଆମେ ସେଇ ଦୃଷ୍ଟିଭଙ୍ଗୀ ନେଇକି ତାକୁ ମଧ୍ୟ ଦେଖିପାରିବା ନାହିଁ। ତେଣୁ ସେଥିପାଇଁ ଆମେ ଯେତେବେଳେ ସାହିତ୍ୟ ଗବେଷଣା ପାଖକୁ ଆସୁଛୁ ତାକୁ ତଥ୍ୟନିଷ୍ଠ ଭାବରେ ଗ୍ରହଣ ନ କରି ମାନେ ତଥ୍ୟ ତ ରହିବ କିନ୍ତୁ ସମ୍ପୂର୍ଣ୍ଣ ଭାବେ ତାକୁ ତଥ୍ୟନିଷ୍ଠ ନ କରିକି ସାହିତ୍ୟର ଯୋଉ ଆଦର୍ଶ ଅଛି, ଯୋଉ ବ୍ୟାପ୍ତି ଅଛି, ଯୋଉ ପରିବେଶ ଅଛି ବା ଯୋଉ ମାନେ ପରିସର ଅଛି, ଯୋଉ ଚେତନା ଅଛି, ଯୋଉ ମୂଲ୍ୟବୋଧ ଅଛି ତାକୁ ତା ସାଙ୍ଗରେ ଆମକୁ ମିଶେଇ ଦେବାକୁ ପଡିବ। ତାହେଲେ ସାହିତ୍ୟିକ ଗବେଷଣା କଳାତ୍ମକତା ଏବଂ ତଥ୍ୟାତ୍ମକତା এই ଦୁଇଟିର ସମନ୍ୱୟ ରକ୍ଷା କରିପାରିବ ଏବଂ ସାମାଜିକ ବା ଅର୍ଥନୈତିକ ଅବସ୍ଥାର ସ୍ୱରୂପ ନିର୍ଣ୍ଣୟ କରିବା ସମୟରେ ଆମେ ସବୁବେଳେ ତାର ଗୋଟେ ପୃଷ୍ଠଭୂମି ଗୋଟେ ଅଧ୍ୟୟନ କରିଥାଉ ଏବଂ ବେଳେ ବେଳେ ମଧ୍ୟ ଆମର ଆବଶ୍ୟକ ହୁଏ ଭାଷାତାତ୍ତ୍ୱିକ ଅଧ୍ୟୟନର। କାରଣ ଗୋଟିଏ ସମୟର ସାହିତ୍ୟ ସେଇ ସମୟର ଭାଷାକୁ ଧରି ରଖିଥାଏ। ଆମେ ଯଦି ସେଇ ଭାଷା ଠିକ ଭାବରେ ଜାଣି ନ ପାରିଲେ ତାହେଲେ ସେ ସାହିତ୍ୟକୁ ଅଧ୍ୟୟନ କରିପାରିବା ନାହିଁ। ଆମର ସବୁଠାରୁ ଅସୁବିଧା ହେଉଛି ଆମେ ଦେଖୁଛୁ ଏବେ ଶାରଳା ସାହିତ୍ୟର ବା ଶାରଳା ମହାଭାରତର ବିଭିନ୍ନ ପ୍ରକାର ଭେରିଏସନ ଆସୁଛି। ତେଣୁ ଆର୍ତ୍ତବଳ ମହାନ୍ତି ଯୋଉ ପ୍ରକାର ସମ୍ପାଦନା କରିଥିଲେ, ବର୍ତ୍ତମାନ ଯୋଉମାନେ ସମ୍ପାଦନା କରୁଛନ୍ତି ତା ଭିତରେ ଭେରିଏସନ ଶାରଳା ଆର୍ତ୍ତବଳ ମହାନ୍ତି ଯେମିତି ଭାବରେ ସେ ସମୟ ବର୍ତ୍ତମାନ ଯୋଉମାନେ ସେଇ এই ସମ୍ପାଦନାରେ ମଧ୍ୟ ପାର୍ଥକ୍ୟ ଆମେ ଦେଖୁଛୁ। ଆମେ ସେଥିପାଇଁ କହୁଛୁ ଯେ ଆମେ ଆଉ ଗୋଟିଏ ଭର୍ସନ ତିଆରି କରୁଛୁ, ଆମେ ଶୁଦ୍ଧ ସମ୍ପାଦନା କରୁନାହୁଁ, ଆମେ ଗୋଟେ ଆଦର୍ଶ କରାଯାଏ ନାହିଁ। ଗବେଷଣାରେ ସବୁବେଳେ ଯୋଉ ସତ୍ୟଟିକୁ ଆବିଷ୍କାର କରାଯାଏ ସେ ସତ୍ୟର ଅନ୍ତତଃ କିଛି କାଳ ପର୍ଯ୍ୟନ୍ତ ତାର ଯୋଉ ବାସ୍ତବତା ରହିଛି ସେ ବାସ୍ତବତାକୁ ସେ ରକ୍ଷା କରିବା ଉଚିତ। ଏବଂ ଆମେ ଜାଣିଛୁ ଯେତେବେଳେ ନୂତନ ସମାଲୋଚନା ଆସିଗଲା, ଯାହା ଯୋଉ ନ୍ୟୁ କ୍ରିଟିସିଜମ ଆସିଲା ଏବଂ କିଛି ଲୋକ ସେଇ ଯୋଉ ନୂତନ ସମାଲୋଚନା ପ୍ରତି ଅନୁରକ୍ତି ପ୍ରଦର୍ଶନ କରିଥିଲେ ଏବଂ ସେ ତାଙ୍କର ଯୋଉ ଗବେଷଣା ଥିଲା ସେ ଗବେଷଣାକୁ ସେଇ ଦୃଷ୍ଟିରୁ ସେ ବିଚାର କଲେ। କିନ୍ତୁ ଯେତେବେଳେ ଆମେ ନୂତନ ସମାଲୋଚନା କଥା କହିବା, ଆମେ ଭାରତୀୟ ସାହିତ୍ୟକୁ ଯେତେବେଳେ ଗୋଟେ ନିର୍ଦ୍ଦିଷ୍ଟ ସମୟର ସାହିତ୍ୟକୁ ଆମେ ଆଲୋଚନା କରୁଛୁ ତାକୁ ସେଇ ନ୍ୟୁ କ୍ରିଟିସିଜମ ବା ଯେ ନୂତନ ସମାଲୋଚନା ପଦ୍ଧତିକୁ ସେଠି ଆପଣେଇ ପାରିବା କି ନାହିଁ ତାକୁ ବିଚାର କରିବାର ଆବଶ୍ୟକତା ଅଛି। ଆମେ ଯଦି ଶାରଳା ସାହିତ୍ୟକୁ ବା ମିଡିଆଲ ସାହିତ୍ୟକୁ ଆମେ ଯଦି ଆଲୋଚନା କରିବାକୁ ଯିବା ସେତେବେଳେ ଏ ପ୍ରକାର ପଦ୍ଧତି କେତେ ଦୂର ଗ୍ରହଣୀୟ ତାହା ମଧ୍ୟ ବିଚାର ଯୋଗ୍ୟ। ତେଣୁ ସାହିତ୍ୟ ଆମେ ଜାଣିଛୁ ପ୍ରଥମତଃ ହଉଛି ତାହା ହଉଛି ଅନୁଭବର ବିଷୟ ବା ଗୋଟେ ଜ୍ଞାନର ବିଷୟ। ସେ ବିଷୟ ମଧ୍ୟ ଏ କ୍ଷେତ୍ରରେ ବା ସାହିତ୍ୟ ଗବେଷଣା ବେଳେ ନିରୂପିତ ହେବାର ଆବଶ୍ୟକ ଅଛି। ଯଦି ସାହିତ୍ୟ ବିଶେଷ ଭାବରେ ଭାବର ବିଷୟ ତାହେଲେ ଭାବବାଦୀ ଗବେଷଣା ସାହିତ୍ୟର ଅବ୍ୟକ୍ତ ଅଂଶ, ତାକୁ ଆମେ ଅସ୍ୱୀକାର କରିପାରିବା ନାହିଁ। କିନ୍ତୁ ଐତିହାସିକ ଭାଷାତାତ୍ତ୍ୱିକ ବା ବର୍ଣ୍ଣାତ୍ମକ ଅଧ୍ୟୟନ ସାହିତ୍ୟର ଯୋଉ ଦୃଷ୍ଟାଂଶ ଅଛି ଯାହାକୁ ଆମେ କହୁଛୁ ମାନେ ମାନିଫେଷ୍ଟ କଣ୍ଟେଣ୍ଟ ତାକୁ ନାନା ଦୃଷ୍ଟିରୁ ବିଶ୍ଳେଷଣ କରିଥାଏ। ତା ଅବ୍ୟକ୍ତ ଅଂଶକୁ ପ୍ରକାଶ କରିପାରେ ନାହିଁ। ଯଦିଓ ସାହିତ୍ୟ ଗବେଷଣାର ଆତ୍ମିକ ଉଦ୍ଦେଶ୍ୟ ହଉଛି ସାହିତ୍ୟର ଅନ୍ତର୍ମୁଖୀ ସଂକେତ ଏବଂ ଅନ୍ତର୍ନିହିତ ଶିବ ଦୃଷ୍ଟିରୁ ଅଧିକ ସମୁଜ୍ଜଳ କରି ପ୍ରକାଶ କରିବା। ତେଣୁ ସେଥିପାଇଁ ଯୋଉ ମୌଳିକ ବା ଶୁଦ୍ଧ ଗବେଷଣା କହିଲେ ସାହିତ୍ୟ ବା କଳା କ୍ଷେତ୍ରରେ ଯାହା ବୁଝାଏ ତାହା ସେଇ ଭାବରେ ସିଦ୍ଧାନ୍ତ ସର୍ବସ୍ୱ ଓ ଚରମ ନୁହେଁ। ତେଣୁ ସାହିତ୍ୟ ପରି ଭାବ ବା ଚେତନାଗତ କଳାରେ ମୂଳ ଭାବ ବା ମୂଳ ବ୍ୟଞ୍ଜନାଟି ଖୋଜିବା ଏବଂ ତାକୁ ନିର୍ଦ୍ଦିଷ୍ଟ ଭାବରେ ଚିହ୍ନଟ କରିବା ନିଶ୍ଚିତ ଭାବରେ ଗୋଟେ କଷ୍ଟକର ବ୍ୟାପାର, ଆୟସାଧ୍ୟ ବ୍ୟାପାର। ତେଣୁ ବ୍ୟଞ୍ଜନ ପ୍ରସ୍ତୁତର ଶକ୍ତି ଏବଂ ସୌନ୍ଦର୍ଯ୍ୟ ଖୋଜିବା
ଯେତେ ବେଶୀ ସୈଦ୍ଧାନ୍ତିକ ନୁହେଁ ସେତେ ବେଶୀ ବର୍ଣ୍ଣାତ୍ମକ। ତେଣୁ ସେଥିପାଇଁ ସାହିତ୍ୟ ଗବେଷଣା କ୍ଷେତ୍ରରେ ଗବେଷଣା ଏବଂ ସମାଲୋଚନା ମଧ୍ୟରେ ପାର୍ଥକ୍ୟ କଣ ଏବଂ ପ୍ରତ୍ୟେକର ସୀମା ଓ ପରିସର ସମ୍ପର୍କରେ କଣ ହବା ଦରକାର ସେ ପର୍ଯ୍ୟନ୍ତ ଆମେ ଉଭୟଙ୍କ ଭିତରେ ଆମେ ଗୋଟିଏ ଲକ୍ଷ୍ମଣ ରେଖା ଟାଣି ପାରି ନାହୁଁ। ତେଣୁ ସମାଲୋଚନା କହିଲେ ମୁଖ୍ୟତଃ ସମ୍ୟକ ଆଲୋଚନା ଏବଂ ଗବେଷଣା କହିଲେ ଅଧିକ ଅନୁସନ୍ଧାନ ମୂଳକ ବୋଲି ଆମେ ବୁଝିଥାଉ। କିନ୍ତୁ ଏ ଦୁଇଟି ବିଷୟ ନିଜ ନିଜର ଇଲାକା କେଉଁ ଦେଇକି ଅନ୍ୟ କୋଉ ଇଲାକାକୁ ଚାଲି ଯିବା ଉଚିତ କି ନାହିଁ ସେ ବିଷୟରେ ଆମେ କେବେ ଚିନ୍ତା କରିନାହୁଁ। ତେଣୁ ଗୋଟିଏ ଦୃଷ୍ଟି ବିଚାର କରେ ଗବେଷଣା ଏବଂ ସମାଲୋଚନା ଭିତରେ ପାର୍ଥକ୍ୟ ଥିଲେ ମଧ୍ୟ କିନ୍ତୁ ଉଦ୍ଦେଶ୍ୟ ମଧ୍ୟ ଏକ। ତା ଭିତରେ ସମାଲୋଚନାର ଉଦ୍ଦେଶ୍ୟ ହଉଛି ତା ଭିତରେ ସତ୍ୟ ଆବିଷ୍କାର କରିବା ଏବଂ ଗବେଷଣାର ଲକ୍ଷ୍ୟ ମଧ୍ୟ ହଉଛି ସାହିତ୍ୟ ଗବେଷଣା ଲକ୍ଷ୍ୟ ମଧ୍ୟ ହଉଛି ସତ୍ୟ ଆବିଷ୍କାର କରିବା। ତେଣୁ ସାହିତ୍ୟ ସମ୍ପର୍କିତ ଯୋଉ ଗବେଷଣା ତାହା କେବଳ ଅନୁଜ୍ଞାମୂଳକ ହବା ଉଚିତ ନୁହେଁ, ବରଂ ଅଧିକ ପରିମାଣରେ ତା ମାର୍ମିକ ହେବା ଉଚିତ। କାହିଁକି ନା ସାହିତ୍ୟ ସବୁବେଳେ ଗୋଟେ ହୃଦୟ ସମ୍ପ୍ରେଷକ ବିଷୟ ଏବଂ ପାଠକ ତାକୁ ସବୁବେଳେ ତାର ସମ୍ବେଦନଶୀଳ ଯୋଉ ଅବବୋଧ ଅଛି ତାରି ଜରିଆରେ ସେ ପାଠ କରିଥାଏ। ତାର ଯୋଉ ଭାବ ପ୍ରଧାନ ବ୍ୟାଖ୍ୟା ଏବଂ ସେଇ ଭାବରେ କେମିତି ହବା ଉଚିତ ତାହାକୁ ଗବେଷକ ଜାଣିବାର ଆବଶ୍ୟକତା ଅଛି। ତେଣୁ ଜଣେ ସାହିତ୍ୟର ଗବେଷକ ଏ ଦୃଷ୍ଟିରୁ ଅଧିକ ଭାବବାଦୀ ଆବଶ୍ୟକ ହେବ ବୋଲି ଅନେକ ଗବେଷକ ମଧ୍ୟ ମତ ଦିଅନ୍ତି। କାରଣ ସାହିତ୍ୟରେ ଯଦିଓ ସମାଜର ନାନା ଅନୁଷଙ୍ଗ ଯାହାକୁ ଆମେ ଆସ୍ପେକ୍ଟ କହୁଛୁ ମାନେ ପ୍ରକାଶ ପାଇଥାଏ, ତଥାପି ସାହିତ୍ୟର ନାନ୍ଦନିକତା ଦୃଷ୍ଟିରୁ ତାହା କଦାପି ସମାଜ ବିଜ୍ଞାନ ହେଇପାରିବ ନାହିଁ। ସାହିତ୍ୟର ଗବେଷଣା ମଧ୍ୟ କୌଣସି ପରିସ୍ଥିତିରେ ସାମାଜିକ ଗବେଷଣା ପରି ହବା ଉଚିତ ମଧ୍ୟ ନୁହେଁ। କେବଳ ତଥ୍ୟ ବା ସତ୍ୟ ଉଦ୍ଘାଟନ କରିବା ସାହିତ୍ୟ ଗବେଷଣାର ଲକ୍ଷ୍ୟ ନୁହେଁ, ବରଂ ଭାବ ଚେତନାକୁ ଭାବପୂର୍ଣ୍ଣ ଭାବରେ ପ୍ରତ୍ୟକ୍ଷ କରିବା ଅଧିକାଂଶରେ ସାହିତ୍ୟ ଗବେଷଣାର ଲକ୍ଷ୍ୟ ହେବା ଉଚିତ। ତେଣୁ ସେଥିପାଇଁ ସାହିତ୍ୟ ଗବେଷଣା କଲା ବେଳେ ଆମେ ଯୋଉ ବିଶେଷ ବିଷୟ ଅଛି ଆମେ ତା ପ୍ରତି ଗୁରୁତ୍ୱ ଦେବା ଉଚିତ। ତେଣୁ ସେଥିପାଇଁ କୁହାଯାଏ ଦ ଅଥର ଇଜ ଆନ୍ ଏକାଡେମିକ କ୍ରିଟିକ। ସେ ସବୁକୁ ନିଜସ୍ୱ ଧ୍ୟାନ ଧାରଣା ନେଇ ଗବେଷକ ଅଧିକ ପ୍ରତ୍ୟକ୍ଷ କରିବା ଆବଶ୍ୟକ ଅଛି। ତେଣୁ ଆମେ ଯୋଉ ଗବେଷଣା ପଦ୍ଧତି କଥା କହୁଛୁ ତାହା ହଉଛି ଗୋଟିଏ ଅତି ସୂକ୍ଷ୍ମ ଏବଂ ଗୋଟିଏ ସମ୍ବେଦନଶୀଳ କୌଶଳ ଏବଂ ତା ଭିତରେ ସତ୍ୟ, ସୌନ୍ଦର୍ଯ୍ୟ, ତଥ୍ୟ, ବିଚାର, ବୁଦ୍ଧି, ଅନୁଶୀଳନ ଏ ସବୁର ଗୋଟିଏ ସମ୍ମିଳନ ଘଟିଥାଏ। ତେଣୁ ସାହିତ୍ୟ ଗବେଷଣା କ୍ଷେତ୍ରରେ ଆମେ ଯୋଉ ସ୍କଲାରସିପ କଥା କହୁଛୁ ତାହା ତାର ଉତ୍ପତ୍ତିଗତ ବା ଆଭିଧାନିକ ଅର୍ଥ ଦୃଷ୍ଟିରୁ ଯାହା ବୁଝାଯାଏ ତାହା ଗବେଷକ ସର୍ବଦା ପରିପୂରଣ କରିବାର ଆବଶ୍ୟକତା ଅଛି। ତେଣୁ ସେଥିପାଇଁ ଆମର ଗୋଟେ ଶବ୍ଦ ଅଛି ସ୍କଲାର କ୍ରିଟିକ ହେଲା। ସ୍କଲାର ଏବଂ କ୍ରିଟିକ ଦୁଇଟି ଯାକ ଅଲଗା ଶବ୍ଦ। ସ୍କଲାର ମୁଖ୍ୟତଃ ଗବେଷକ ମାନଙ୍କ ପାଇଁ ବ୍ୟବହାର ହୁଏ, କ୍ରିଟିକ ମୁଖ୍ୟତଃ ଆଲୋଚନା ବ୍ୟବହାର ହୁଏ। କିନ୍ତୁ କୁହାଯାଏ ମାନେ ବେଟନ କଥା ବାରମ୍ବାର କହିଛନ୍ତି, ସେ କହିଛନ୍ତି ଯେତେବେଳେ ଜଣେ କୌଣସି ଗୋଟେ ନିର୍ଦ୍ଦିଷ୍ଟ ବିଷୟରେ ଗବେଷଣା କରିବାକୁ ଯାଉଛି ତା ପାଖରେ ଯଦି ଏଇ ଦୁଇଟି ଜିନିଷ ଅଛି ଅର୍ଥାତ ତା ପାଖରେ ମାନେ ଗବେଷଣାର ଯୋଉ ବିଧି ବା ଗବେଷଣାର ଯୋଉ ବିଭିନ୍ନ ପଦ୍ଧତି ଏବଂ କ୍ରିଟିକର ବା ଆଲୋଚକାର ବିଶ୍ଳେଷଣଗତ ଦୃଷ୍ଟିଭଙ୍ଗୀ ଅଛି ତାହେଲେ ସେ ଗବେଷଣା କେବଳ ଭଲ ଗବେଷଣା ହେଇପାରିବ। ତେଣୁ ସେଥିପାଇଁ ସମସ୍ତେ କୁହନ୍ତି ଯେ ସାହିତ୍ୟ ଗବେଷଣା କଲା ବେଳେ ଗବେଷକର ଯୋଉ ପ୍ରବୃତ୍ତି ଅଛି, ଗବେଷକର ଯୋଉ ମାନେ ଅନ୍ତର୍ଦୃଷ୍ଟି ଅଛି ତା ସହିତ ସମାଲୋଚକର ଯୋଉ ବିଶ୍ଳାତ୍ମକ ଦୃଷ୍ଟିଭଙ୍ଗୀ ଅଛି ଏ ଦୁଇଟି ମିଶେଇବାକୁ ପଡିବ। ତାହେଲେ ଯାଇ ଆମେ ଗୋଟିଏ ଭଲ ଗବେଷଣା ସନ୍ଦର୍ଭଟିଏ ପାଇପାରିବା। ତେଣୁ ଏ ଦୃଷ୍ଟିରୁ ଆମେ ଯେତେବେଳେ ବିଚାର କରୁଛୁ ସେତେବେଳେ ସାହିତ୍ୟ ଗବେଷଣା ଭିତରେ ସେଇ ଯୋଉ ଜିନିଷ ଗୁଡ଼ିକ ସବୁବେଳେ ଆସୁଛି ସେଇ ଜିନିଷ ଗୁଡ଼ିକୁ ଆମକୁ ବିଚାର କରିବାକୁ ପଡିବ। ତା ନହେଲେ ଆମେ ଯାହା ଗବେଷଣା କରୁଛୁ ବର୍ତ୍ତମାନ ବହୁତ ପ୍ରକାର ମାନେ ଗବେଷଣା ନିବନ୍ଧ ତିଆରି ହଉଛି ଏ କଥା ତ ଆମେ ସମସ୍ତେ ଜାଣିଛୁ। କିନ୍ତୁ ସାହିତ୍ୟ ଗବେଷଣାର ଯୋଉ ପରିବର୍ତ୍ତନ ହଉଛି ବିଭିନ୍ନ ସମୟରେ ଯୋଉ ପରିବର୍ତ୍ତନ ହଉଛି ସେ ପରିବର୍ତ୍ତନକୁ ଆମକୁ ଜାଣିବାକୁ ପଡିବ। ଆମେ ଯୋଉ ପ୍ରକାର ଗବେଷଣା କରୁଥିଲୁ ବର୍ତ୍ତମାନ ସେ ପ୍ରକାର ଗବେଷଣା ହେଇପାରିବ ନାହିଁ, କାରଣ ଗବେଷଣାର ଯୋଉ ନୂଆ ନୂଆ ଦିଗ ସବୁ ଉଦ୍ଘାଟିତ ହଉଛି ଏବଂ ସେ ସମ୍ପର୍କରେ
आम जो साहित्य गवेषणा करने जाऊँ से सब आम सचेतन हवा पड़ो। तेणु गवेषणा जो प्रविधि अच्छी गवेषणा जो विभिन्न प्रकार दिग अच्छी गवेषणा जो विधि अच्छी आमको जाना पड़ो। एवं विशेष भाव में आम जो मैंने साहित्य गवेषणा करुचु आम जाचु जे आम कौन उद्भावन करूना कि आविष्कार करुचु कि से आविष्कार जो पद्धति गुड़िक अच्छी से पद्धति गुड़िक अपना पड़ो। तेणु से आम गवेषणा मुझे कहती जे आम प्रकृति पद्धति न जानी तार विभिन्न दिग न जानिक आम गवेषणा आरंभ कर दउछु। गवेषणा निबंध माने कौन आम जानी ना ता पूर्व आम सिनॉप्सिस लिखि दउछु प्रेजेंट कर दउछु तार गोटे माने निष्कर्ष बाहर कर दउछु तापर डिपोजिट कर दउछु दाखल कर दउछु विश्वविद्यालय मानक एवं जो आम गवेषणा पाखक आसुचु जो ता भीतर प्रवेश करुचु आम देखुचु आम जहाँ कहीचु तार भिन्नता जो आम गवेषणा प्रकृति में करुचु अलग हो जाउछि। तेणु से साहित्य गवेषणा कला बेले आमको ये सब दिग प्रति आमको माने सचेतन होगा पड़ो। ताहले आमर जो दृष्टिभंगी रही से दृष्टिभंगी परिवर्तन होगा पड़ो। तेणु से सब बेले जो मैंने गवेषणा करती से अप टू डेट हवा दरकार। जो नुआ नुआ जिनस आसूची से नुआ नुआ जिनस संपर्क से जाना पड़ो।